समस्तଙ୍କୁ ମୋର ନମସ୍କାର। ଜୟ ଜଗନ୍ନାଥ। ମୁଁ ପ୍ରିୟଙ୍କା ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ସେସନ୍ଟିକୁ। ଏହା ଏକ ଆପଣମାନଙ୍କ ପାଇଁ ସିରିଜ୍ ସେସନ୍ ରହିବ, ଯେଉଁଥିରେ କି ଆମେ ଚାଇଲ୍ଡ ଡେଭଲପମେଣ୍ଟ ଆଣ୍ଡ ପେଡାଗୋଜିର କିଛି ଥିଓରି ସେକ୍ସନ୍ ଡିସ୍କସନ୍ କରିବା। ହଁ, ଆପଣଙ୍କ ମନରେ ବହୁତ ଦୁଃଖ ଥିବ ଯେ ଅଗଷ୍ଟ 31 ତାରିଖ ଦିନ ପରୀକ୍ଷା ଥିଲା, ଏହା ଘୁଞ୍ଚି ଯାଇଛି ବା ସ୍ଥଗିତ ହୋଇଯାଇଛି କହିପାରିବେ। କିନ୍ତୁ ଆପଣ ଚିନ୍ତା କରନ୍ତୁ ନାହିଁ, ଆଜି ନହେଲେ କାଲି ହେବ, ହଉ ଗୋଟେ ମାସ ପରେ ନହେଲେ ହେବ। ତେଣୁକରି ଆପଣ ଅଧିକରୁ ଅଧିକ ପ୍ରାକ୍ଟିସ୍ କରନ୍ତୁ। ଯଦି ଆପଣ ପ୍ରାକ୍ଟିସ୍ ଛାଡ଼ିଦେବେ, ପୁଣି ଫାର୍ଷ୍ଟରୁ ଆପଣଙ୍କୁ ପଢ଼ିବା ପାଇଁ ପଡ଼ିବ। କାହିଁକିନା ଏଗୁଡ଼ାକ ସାଇକୋଲୋଜି ପାର୍ଟ ଗୁଡ଼ାକ ଯେଉଁଟାକି ଆପଣ ଭୁଲିଯିବେ। ମୁଁ ଅଛି ଆପଣମାନଙ୍କୁ ସବୁବେଳେ ହେଲ୍ପ କରିବା ପାଇଁ ଏବଂ ସବୁଦିନ କିଛି କିଛି ଭିଡ଼ିଓ ମୁଁ ଆପଣଙ୍କୁ ପ୍ରୋଭାଇଡ଼ କରିବି, ଯେଉଁଥିରେ କି ଅଳ୍ପ ଅଳ୍ପ କିଛି କିଛି ହେଲେ ଦେଖନ୍ତୁ, ଯେଉଁପରି ପ୍ରାକ୍ଟିସ୍ ଜାରି ରହିବ ଏବଂ ପାଠ ପ୍ରତି ଟଚ୍ ମଧ୍ୟ ରହିବ। ଠିକ୍ ଅଛି, କାଳ ବିଳମ୍ବ ନ କରିକି ଆମେ ଚାଲନ୍ତୁ ଆଜିର ସେସନ୍ଟିକୁ ଷ୍ଟାର୍ଟ କରିବା। ଯଦି ଆପଣ ମୋ ଚ୍ୟାନେଲ୍ ନୂଆ ଅଛନ୍ତି ତାହେଲେ ସବସ୍କ୍ରାଇବ୍ କରିକି ଅଲ୍ ନୋଟିଫିକେସନ୍କୁ ମଧ୍ୟ ଅନ୍ କରିଦିଅନ୍ତୁ। ଠିକ୍ ଅଛି, ଚାଲନ୍ତୁ ଆଜି ଜାଣିବା ଶିକ୍ଷଣ ପ୍ରକ୍ରିୟାକୁ ବୁଝିବା। ଆଉ ଟପିକ୍ କ'ଣ ନା ଶିକ୍ଷଣ ପ୍ରକ୍ରିୟାକୁ ବୁଝିବା ବା ଅଣ୍ଡରଷ୍ଟାଣ୍ଡିଂ ଲର୍ଣ୍ଣିଂ ପ୍ରୋସେସ୍। ପିଲାମାନେ ଯେଉଁ ଶିଖନ୍ତି, କିପରି ଶିଖିଥାନ୍ତି ସେମାନେ ଆମେ ଜାଣିବା। ତାଙ୍କୁ ଶିଖିବା ପାଇଁ କ'ଣ କ'ଣ ସବୁ ପଦ୍ଧତି ରହିଛି ଏବଂ ଆହୁରି ଭଲ ସେମାନେ କିପରି କରିପାରିବେ। ଏଇ ଟପିକ୍ରେ କ'ଣ କ'ଣ ସବୁ ଅଛି ଦେଖନ୍ତୁ ନା ପିଲାମାନେ କିପରି ଶିଖନ୍ତି, ତାର ସବ୍ ଟପିକ୍ ସବୁ ରହିଛି ଦେଖନ୍ତୁ। ଏଠି ପିଲାମାନେ କିପରି ଭାବରେ ଶିଖନ୍ତି ଆମେ ଏଇ ବିଷୟରେ ଡିସ୍କସନ୍ କରିବାକୁ ଯାଉଛେ। ନା ପର୍ଯ୍ୟବେକ୍ଷଣ ମାଧ୍ୟମରେ, ଅନୁକରଣ ମାଧ୍ୟମରେ, ପ୍ରଯତ୍ନ ପ୍ରମାଦ ମାଧ୍ୟମରେ, ପରୀକ୍ଷଣ ମାଧ୍ୟମରେ ଏବଂ ଅନୁଭୂତି ମାଧ୍ୟମରେ ହେଲା। ତାପରେ କ'ଣ ସବୁ ରହିଛି ଦେଖନ୍ତୁ ନା ଶିକ୍ଷଣର ମୌଳିକ ଆବଶ୍ୟକତା। କ'ଣ ଆବଶ୍ୟକତା ରହିଛି କୁହନ୍ତୁ। କେଉଁ ଜିନିଷ ହେଲେ ଆମ ଶିକ୍ଷଣଟି ଅଧିକ ଫଳପ୍ରଦ ହୋଇପାରିବ, ବା ଆମେ କହିପାରିବା ଯେ ଏଗୁଡ଼ା ନଥିଲେ ଆମର ଶିକ୍ଷଣ ହୋଇପାରିବ ନାହିଁ। ଯେମିତିକି ପରିପକ୍ୱନ, କ୍ଳାନ୍ତି ରହିତ ପ୍ରଫୁଲ୍ଲତା, ପୁନର୍ବଳନ, ଉପକରଣ ସଂଗଠନ ଏବଂ କାର୍ଯ୍ୟ ହେଲା। ତାପରେ ପୁଣି କ'ଣ ଅଛି ଦେଖନ୍ତୁ, ପିଲାମାନେ ଭଲ ଶିଖିବେ କିପରି। ଶିଖୁଛନ୍ତି ତ ସିଓର, କିନ୍ତୁ ଭଲ ଶିଖିବେ କିପରି ନା ପିଲାମାନଙ୍କୁ ଅଭିପ୍ରେରିତ କରିବା ଦରକାର, ଯେଉଁଟାକି ଉପଯୁକ୍ତ ଶିକ୍ଷଣ ପରିବେଶ ସୃଷ୍ଟି କରିବା ଦରକାର ଏବଂ ଶିକ୍ଷକଙ୍କ ବ୍ୟବହାର ଭଲ ହେବା ଆବଶ୍ୟକ। ତ ୱାନ୍ ବାଇ ୱାନ୍ ଆମେ ପଢ଼ିବା। ଚାଲନ୍ତୁ ଷ୍ଟାର୍ଟ କରିବା। ଆମେ ଜାଣିଛେ, ଦେଖିବେ ଗୋଟେ ଜନ୍ମ ପରେ ଶିଶୁର କ'ଣ ହେଇଥାଏ ନା କିଛି ମନୋଭାବର ବିକାଶ ହେଇଥାଏ ବା ନିଜର ମନୋଭାବକୁ ସେ ପ୍ରକାଶ କରିଥାଏ। ବୟସ ବଢ଼ିବା ସଙ୍ଗେ ସଙ୍ଗେ ତା'ର କ'ଣ ହେଇଥାଏ ନା କ୍ରିୟାଶୀଳ ମଧ୍ୟ ସିଏ ହେଇଥାଏ ଏବଂ ତା'ର ପ୍ରତିକ୍ରିୟା ମଧ୍ୟ ବଢ଼ିଥାଏ, ହଁ କି ନାହିଁ। ଏବଂ ସେ କାଳକ୍ରମେ କି ହେଇଥାଏ ନା ପରିବେଶକୁ ଜାଣିବା ପାଇଁ ବହୁତ ଚେଷ୍ଟା କରିଥାଏ, ହଁ କି ନାହିଁ। ସେ କାନ୍ଦେ, ହସେ, ତାକୁ ଦୁଃଖ ଲାଗିଲେ ସେ କାନ୍ଦିଥାଏ, ତାକୁ ମଜା ଲାଗିଲେ କି ଖୁସି ଲାଗିଲେ ସିଏ ହସିଥାଏ ଏବଂ ସେଇ ହିସାବରେ ସିଏ ଖାପ ଖୁଆଇ ଆମ ସମାଜରେ ରୁହେ, ହଁ କି ନାହିଁ। ଆଚ୍ଛା, ତାହେଲେ ଆମେ ଜାଣିବା ଶିକ୍ଷଣର ଧାରଣା ଆଉ ସ୍ୱରୂପ କ'ଣ କ'ଣ ରହିଛି। କ'ଣ କ'ଣ ରହିଛି କହିଲେ। ଧାରଣା ଆଉ ସ୍ୱରୂପ କହିଲେ କ'ଣ ବୁଝନ୍ତି କୁହନ୍ତୁ ନା। ଧାରଣା ଆଉ ସ୍ୱରୂପ, ଛୋଟ ପିଲାଟିଏ ଯେତେବେଳେ କ'ଣ କରେ ନା ଜନ୍ମ ହୁଏ, ସେ କିଛି ଜାଣିଥାଏ କି, ଭାଷା ଜାଣିଥାଏ କି, କେଉଁଠି ଜାଣେ କୁହନ୍ତୁ ନା। କିପରି ଜାଣେ ସିଏ ନା ପରିବାରରୁ ଶିଖେ, ତା ସାଙ୍ଗସାଥିମାନଙ୍କ ଠାରୁ ଶିଖେ କିମ୍ବା ଏ ପରିବେଶରୁ ଶିଖେ। ଯେଉଁ ଭାଷାଟି ସେ ଶିଖେ ସେଇଟା ହେଉଛି ତା'ର କ'ଣ ମନର ସ୍ଥାୟୀ ପରିବର୍ତ୍ତନ ହେଲା। ଏବଂ ସେଗୁଡ଼ାକ ସବୁ ବଢ଼ାଇବା ପାଇଁ ବା ତାଙ୍କର ଯେଉଁ ଶିକ୍ଷଣ ଦକ୍ଷତାକୁ ବଢ଼ାଇବା ପାଇଁ ଆମର କ'ଣ ଦରକାର, ମନୋବୃତ୍ତି ଦରକାର, ମନୋଭାବ ଦରକାର, କୃତି ଦରକାର, ମୂଲ୍ୟବୋଧ ଦରକାର, ଯେଉଁଥିରେ କି ତାଙ୍କର ସ୍ଥାୟୀ ପରିବର୍ତ୍ତନ ହୋଇପାରିବ। ତାକୁ ମଧ୍ୟ ଆମେ ଶିକ୍ଷଣ ବୋଲି କହିଥାଉ। ଯେଉଁଥିରେ କି ସ୍ଥାୟୀ ପରିବର୍ତ୍ତନ ହୁଏ ତାକୁ ଆମେ ଶିକ୍ଷଣ ବା ପିଲାଟି କିଛି ଶିଖିଥାଏ। ଭାଷା ଶିକ୍ଷଣ ମଧ୍ୟ ଗୋଟେ ଶିକ୍ଷଣ ନା। ଆଚ୍ଛା, ଠିକ୍ ଅଛି, ତାହେଲେ ୱାନ୍ ବାଇ ୱାନ୍ ଆମେ ପଢ଼ିବା। ତାଙ୍କ ସ୍ୱରୂପ, ତାର ରୂପଟା କ'ଣ ନା ଶିକ୍ଷଣ ହେଉଛି ଗୋଟେ ଜୀବନବ୍ୟାପୀ ପ୍ରକ୍ରିୟା। ଆପଣଙ୍କ ମାନେ ଖାତା ପେନ୍ କାଢ଼ି ଦିଅନ୍ତୁ ଏବଂ ମାନେ ପଏଣ୍ଟ ଗୁଡ଼ାକ ଲେଖନ୍ତୁ। ଜୀବନବ୍ୟାପୀ ପ୍ରକ୍ରିୟା ମାନେ କ'ଣ କୁହନ୍ତୁ ନା ଜନ୍ମରୁ ଆରମ୍ଭ ହୋଇ ମୃତ୍ୟୁ ପର୍ଯ୍ୟନ୍ତ ତାହା ଚାଲିଥାଏ। କାରଣ ଶିଖିବାର ତ କୌଣସି ସୀମା ନାହିଁ ନା।
से विभिन्न प्रकार जगार शिखी थाए, निज परिवेश शिखी थाए, परिस्थिति नुआ नुआ जिनस सब शिखी थाए, अनुभूति सब पाई थाए। हाँ कि नहीं, यह आमर जीवन सारा चली थाए। तेणुक आम कौन कहवा ना शिक्षण एक जीवनव्यापी प्रक्रिया बोली कहवा। ठीक अच्छे। नेक्स्ट पॉइंट लिखंतु, शिक्षण एक आचरणगत परिवर्तन। एथिरे कौन हुए ना गोटे पिलार आचरण रे परिवर्तन होता है। जदि पिलाटी गोटे शिखिला ताले तार आचरण परिवर्तन हम, व्यवहार परिवर्तन हम। किंतु सबु आचरण को आम शिक्षण बोली कहि परिबानी। केमिति कहतु ना, धरा जाओ गोटे पिलाटी निशा सेवन करुची बा औषध सेवन करुची, असुस्थता क्रांति जो होइथिबा अस्थायी आचरणगत परिवर्तन ताकू आमे केतेबेले भी शिक्षण बोली कहिबा नाही। तेणु शिक्षण होउची कौन ना गोटे अनुभूति, गोटे अभ्यास बा गोटे तालीम कहि परिबा। बुझी पारले। एइठु गोटे क्वेश्चन आसीथिला प्रीवियस ईयर रे। कोडा कहतु ना एइटार ऑप्शन गोटे थिला निशा बा औषध सेवन हैला। एइटा गोटे शिक्षण कि नुहे ऑप्शन थिला, से भितर एइटा गोटे थिला, ताको बाछिबा पई पड़ता। भल भाव टिके लिखि रखंतु। नेक्स्ट कौन ना शिक्षण एक उद्देश्यपूर्ण कार्य। हाँ निश्चित भाव में शिक्षण हूँ गोटे उद्देश्यपूर्ण। यदि आप उद्देश्य ही नथिबो ताहले आमे आपण केमिति भाव में गोल को क्रिएट कर पारिबे कहंतु ना, अचीव केमिति करिवे आपण। शिक्षण सबु बेले उद्देश्य भित्तिक होता है, अनुभूति भित्तिक होता है, आचरण प्रवर्तक होता है, विकासमूलक होता है एवं एटा गोटे जीवनव्यापी प्रक्रिया। हाँ कि नहीं कहतु ना। यह मुख्यतः कौन होता है कहतु ना, वंशगुण, बयस, मानसिक परिवेश, बुद्धि, अभिज्ञता, प्रशिक्षण पद्धति, आग्रह, अभिप्रेरणा, मनोवृत्ति उपरे निर्भर करिथाए। एगुड़ा उपरे निश्चित भाव में मन आमर निर्भर करिथाए। एगुड़ा नहले आमर से उद्देश्यपूर्ण हो पारिबो कि। सब बेले मन रखिबे शिक्षण होउची गोटे जीवनव्यापी प्रक्रिया, शिक्षण होउची गोटे आचरणगत परिवर्तन, शिक्षण एक उद्देश्यपूर्ण कार्य एवं शिक्षण एक सक्रिय प्रक्रिया हला। देखिबा सक्रिय प्रक्रिया कौन कहिछि ना, पिलाटी सक्रिय हेले से जदि आपण पिलाटी निष्क्रिय थिबो से किछि शिखिबा कहीं इंटरेस्टेड नुहे ताले आपण ताको शिखै परिबे कि, बिल्कुल शिखै परिबेनी। तेणुक शिक्षार्थी सब सक्रिय हवा आवश्यक एवं से निजे अंशग्रहण करने आवश्यक। हाँ निजे अंशग्रहण न कले सेटा ताको परमानेंटली सेटल माइंड रे हबो नाही, बा सी परमानेंटली शिखि परिबो नाही। बुझी पारले। नेक्स्ट जीवा, शिक्षण होची गोटे विकास। जेहेतु शिक्षण द्वारा आमर शिक्षार्थीर आचरणगत परिवर्तन होची, तेणु कौन होची ना शिक्षण पर परिवेश और जीवन संबंध में से बहुत किसी शिखी था, निरविच्छिन्न भाव में से शिखी था एवं अनुभूति वृद्धि होता है एवं उपयुक्त परिवेश आउ अभिज्ञता को आवश्यकता रही है। यह अभाव हेले कौन हम ना शिक्षार्थीर विकास कौन ना कौन क्षेत्र में बाधा प्राप्त हम। हाँ कि नहीं। तेणुक आम कहीपर शिक्षण होची गोटे होची विकास। नेक्स्ट कौन ना शिक्षण होची अनुभूति संयोजना। देखो अनुभूति संयोजना माने कौन ना, अनुभूति तो निहाती रही है, अनुभूति नहेले आम शिखिपर कि शिखिपारानी। अनुभूति उपयुक्त संयोजना ठीक भाव में संयोजना हो सुसंगठन हो सेगुड़ा नहेले समस्या सृष्टि हो, बाधा प्राप्त हो। तेणुक जो अनुभूति गुड़ाक सुसंगत हेबा आवश्यक। तेणु अभिज्ञतार पुनर्गठन आ नूतन अभिज्ञता अर्जन ही होची आम शिक्षण कहि परिबा। नेक्स्ट जीवा कौन ना शिक्षण होची गोटे बहुमुखी प्रक्रिया। कहीं बहुमुखी प्रक्रिया कह जाए कहतु ना, एथिरे बहुत किसी कौशल रही है, जेमिति कि मूल्यबोध, मनोवृत्ति, आग्रह, आवेग, प्रत्यह, ये जो लिखाई शिक्षण शैली, प्रणाली, समस्या समाधान ये सब बहुत रही। तेणुक आम ताको बहुमुखी प्रक्रिया कह बहुत किसी होता है जो थी कि आम शिखी थाए। तापर आसला कौन ना शिक्षण एक स्व अभिज्ञता भित्तिक प्रक्रिया। भल भाव देखो स्व कही माने निजे को निजे जान, निज अभिज्ञता को निजे ही निज द्वारा ही से शिखिपर है। पितामाता बा शिक्षक जहाँ कही था बा शिशु जहाँ करी ताहा फल शिक्षण संभव हुए ना। जिते कहले जिते ये कले सी शिखब कि नहीं,
ଶିଶୁ ସ୍ୱତଃସ୍ଫୂର୍ତ୍ତ ଭାବରେ ବା ନିଜେ ନିଜେ ଶିକ୍ଷଣ ପ୍ରକ୍ରିୟାର ଅଂଶଗ୍ରହଣ କରି ଯେଉଁ ଅଭିଜ୍ଞତା ହାସଲ କରିଥାଏ ତାହା ହିଁ ହେଉଛି ଶିକ୍ଷଣ। କ'ଣ? ତାହା ହିଁ ହେଉଛି ଶିକ୍ଷଣ। ମାନେ ପିଲା ନିଜେ ଅଂଶଗ୍ରହଣ କରିବା ଆବଶ୍ୟକ। ଏହା ଛଡ଼ା ପୂର୍ବ ପ୍ରସ୍ତୁତି ରହିବା ଦରକାର, ପୂର୍ବ ଅଭିଜ୍ଞତା ରହିବା ଦରକାର, ଆଗ୍ରହ ରହିବା ଦରକାର। ଲକ୍ଷ୍ୟ ଶିକ୍ଷଣକୁ ପ୍ରଭାବିତ କରିଥାଏ। ବୁଝିପାରିଲେ? ନେକ୍ସଟ ଯିବା କ'ଣ ନା ଶିକ୍ଷଣ ପ୍ରତ୍ୟକ୍ଷ ଦୃଷ୍ଟ ନୁହେଁ ବୋଲି ସେ କହିଛି। ଶିକ୍ଷଣକୁ ଆପଣ ଡାଇରେକ୍ଟଲି ଦେଖିପାରିବେ କି କ'ଣ ଶିଖୁଛି କ'ଣ ସେ ଡାଇରେକ୍ଟ କେମିତି ଦେଖିବେ ଯେ ସେଟା ପ୍ରତ୍ୟକ୍ଷ ଭାବେ ଦେଖି ହୁଏ ନାହିଁ। ଶିଶୁର କାର୍ଯ୍ୟକଳାପରୁ ସେ କ'ଣ ଶିଖିଛି ସେ ବିଷୟରେ ଅନେକ କଥା ଜଣାପଡ଼େ। ତାକୁ ପଚାରିଲେ ଜଣାପଡ଼େ କିମ୍ବା ତାକୁ ଯଦି ଆପଣ ପର୍ଯ୍ୟବେକ୍ଷଣ କରିବେ ତାହେଲେ ମଧ୍ୟ ଆପଣ ଜାଣିପାରିବେ। କିନ୍ତୁ ତାକୁ ଏମିତି ପ୍ରତ୍ୟକ୍ଷ ଡାଇରେକ୍ଟଲି ଭାବରେ ଏମିତି ଦେଖିଲେ ଆପଣ ଜାଣିପାରିବେ ନାହିଁ। ଠିକ୍ ଅଛି। ନେକ୍ସଟ ଯିବା ଆମେ ଶିକ୍ଷଣ ହେଉଛି ଗୋଟେ ଉପଯୋଜନ। ଶିକ୍ଷଣ ହେଉଛି ଗୋଟେ ଉପଯୋଜନ ମାନେ କ'ଣ? ଆମେ ଜାଣିଛେ ଉପଯୋଜନ ମାନେ କ'ଣ କହିଲେ ନା ପରିବର୍ତ୍ତନଶୀଳ ଦୁନିଆରେ ଖାପ ଖୁଆଇ ଚଳିବା ହେଉଛି ଶିକ୍ଷଣ। ଆଚ୍ଛା, ଆମର ଦୁନିଆଟି ପରିବର୍ତ୍ତନଶୀଳ ହେଉଛି, ତେଣୁ ସେଇଠି ଯଦି ଆମେ ଖାପ ଖୁଆଇ ଚଳେଇ ପାରିଲେ ତାହାକୁ ମଧ୍ୟ ଆମେ ଶିକ୍ଷଣ ବୋଲି କହିପାରିବା। ମାନେ ଆଡ଼ଜଷ୍ଟ କରିବା, ଆଡ଼ପ୍ଟ ଯେଉଁଟା କୁହାଯାଏ ହେଲା। ସରଳ ପରିବେଶରେ ପରିବର୍ତ୍ତନଶୀଳ ପାଣିପାଗରେ ଜଳବାୟୁ ସହିତ ଉପଯୋଜନକ୍ଷମ ଆଚରଣ ପ୍ରଦର୍ଶନ କରିବା କିମ୍ବା ଏକ ଜଟିଳ ପରିବେଶରେ ଉପଯୁକ୍ତ ଭାବେ ଖାପ ଖୁଆଇବା ହେଉଛି ଶିକ୍ଷଣ ଆମେ କହିପାରିବା। ବୁଝିପାରିଲେ? ମାନେ ଏଇ ଦୁନିଆଟା ଯେଉଁ ବିଚିତ୍ରମୟ ଏବଂ ପରିବର୍ତ୍ତନଶୀଳ ସେଥିମଧ୍ୟରେ ଯଦି ଖାପ ଖୁଆଇକି ଆପଣ ଚଳିପାରିଲେ ତାହେଲେ ଆମେ କହିପାରିବା ଶିକ୍ଷଣ ହେଉଛି ଗୋଟେ ଉପଯୋଜନ। ବୁଝିପାରିଲେ? ନେକ୍ସଟ ଯିବା କ'ଣ ନା ଶିକ୍ଷଣର ସଂଜ୍ଞା ଗୁଡ଼ିକ। ଏଇଠୁ ଗୋଟେ କ୍ୱେଶ୍ଚନ୍ ସିଓର ପଡ଼େ। କେତେଜଣ ଲେଖିଛନ୍ତି, କେତେଜଣ ହିରୋ ଥିଲେ ଦେଖନ୍ତୁ 5। ହଁ କି ନାହିଁ? ଏଗୁଡ଼ାକ ଟିକେ ଭଲ ଭାବରେ ଟିକେ ମନେ ରଖିବା ନା କ'ଣ? ଯଦି ଆପଣଙ୍କର ଥିବ ଦେଖନ୍ତୁ ଅଭିଜ୍ଞତା, ମୁଁ କହିଲି ଟିକେ ପୂର୍ବରୁ ଯେ ଅଭିଜ୍ଞତା ନିହାତି ଦରକାର। ଅଭିଜ୍ଞତାରୁ ଆଚରଣଗତ ପରିବର୍ତ୍ତନ ହିଁ ଶିକ୍ଷଣ ଯଦି କହିଛନ୍ତି ଆପଣ କ'ଣ ଲେଖିବେ? କ୍ୟାଭଲିନ୍। କ'ଣ ଲେଖିବେ? କ୍ୟାଭଲିନ୍। ଟିକେ ଖାତାରେ ଟିକେ ଏଇ 5ଟା 6ଟା ନା 5ଟା ଅଛି, ଆପଣ ଟିକେ ଲେଖି ରଖନ୍ତୁ ନା କ'ଣ? ଅଭିଜ୍ଞତାରୁ ଆଚରଣର ଯେଉଁ ପରିବର୍ତ୍ତନ ହେଇଥାଏ ତାକୁ ଆମେ କ'ଣ କହିବା? ଶିକ୍ଷଣ। ସେ କିଏ ଲେଖିଛନ୍ତି? କ୍ୟାଭଲିନ୍। କିଏ? କ୍ୟାଭଲିନ୍। ଏକ୍ସପେରିଏନ୍ସ, ଖାଲି ଯଦି ଏକ୍ସପେରିଏନ୍ସ ଥିବ ତାହେଲେ ଆପଣ ଲେଖିବେ କ୍ୟାଭଲିନ୍ ନମ୍ବର 1 ହେଲା। କିନ୍ତୁ ଯଦି ଅଭିଜ୍ଞତା ଓ ପ୍ରଶିକ୍ଷଣ ଦ୍ୱାରା ଆଚରଣଗତ ପରିବର୍ତ୍ତନ ହିଁ ହେଉଛି ଗୋଟେ ଶିକ୍ଷଣ। ଅଭିଜ୍ଞତା ବି ଥିବ, ପ୍ରଶିକ୍ଷଣ ମଧ୍ୟ ଥିବ, ତାହେଲେ ଆପଣ କ'ଣ ଲେଖିବେ? ଗେଟ୍ସ ଲେଖିବେ। କିଏ ଲେଖିଛନ୍ତି? ନା ଗେଟ୍ସ। ଅଭିଜ୍ଞତା ଓ ପ୍ରଶିକ୍ଷଣ ସମ୍ବନ୍ଧରେ ଲେଖିଛନ୍ତି କିଏ? ନା ଗେଟ୍ସ। ବୁଝିପାରିଲେ? ତାପରେ ଦେଖନ୍ତୁ ଏଇଟା କ'ଣ ଲେଖାଯାଇଛି ଦେଖନ୍ତୁ, ଶିକ୍ଷଣ ପ୍ରଗତିଶୀଳ ପୁନର୍ବଳନ ଯୁକ୍ତ ବ୍ୟବହାର ଗ୍ରହଣ ପ୍ରକ୍ରିୟା। ପୁନର୍ବଳନ ଯୁକ୍ତ ରେନଫୋର୍ସମେଣ୍ଟ যেটা କୁହାଯାଏ ସେଟା କିଏ ଲେଖିଛନ୍ତି? ନା ସ୍କିନର। କିନ୍ତୁ ପୁନର୍ବଳନ ସାଧନ ଫଳରେ ଆଚରଣ ପରିବର୍ତ୍ତନ ସମ୍ଭବ ହେଉଥିବା ସ୍ଥାୟୀ ପରିବର୍ତ୍ତନ ହିଁ ହେଉଛି ଶିକ୍ଷଣ। ଯଦି ସ୍ଥାୟୀ ପରିବର୍ତ୍ତନ ଲେଖାହେଇଥିବ ସେଠି ଆପଣ କରିବେ କ'ଣ ନା କିମ୍ବଲ। କ'ଣ କହିବେ? କିମ୍ବଲ କରିବେ। ତାହେଲେ ଜାଣିପାରିଲେ ଖାଲି ଅଭିଜ୍ଞତା ଥିଲେ କ୍ୟାଭଲିନ୍ କରିବେ, ଅଭିଜ୍ଞତା ଓ ପ୍ରଶିକ୍ଷଣ ଥିଲେ ଗେଟ୍ସ କରିବେ। ଆଉ ଯଦି ପୁନର୍ବଳନ ରେନଫୋର୍ସମେଣ୍ଟ ୱାର୍ଡଟା ଦେଖିପାରିଲେ ସେଠି ଗେଟ୍ସ କରିବେ। ଆଉ ଯଦି ରେନଫୋର୍ସମେଣ୍ଟ ସାହାଯ୍ୟରେ ଯଦି ସ୍ଥାୟୀ ପରିବର୍ତ୍ତନ ହୁଏ ବା ପରମାନେଣ୍ଟ ଯେଉଁ ଶିକ୍ଷଣଟା ହେଇଥାଏ ତାକୁ ଆମେ କ'ଣ କହିବା? କିମ୍ବଲ ବୋଲି। କିଏ ଲେଖିଛନ୍ତି? ନା କିମ୍ବଲ ଲେଖିବା। ଠିକ୍ ଅଛି। ଆଉ ଗୋଟେ ଯେଉଁ ଲାଷ୍ଟରେ ରହିଲା ଦେଖନ୍ତୁ ଅଭ୍ୟାସ ଫଳରେ, ହଁ କି ନାହିଁ? ଯଦି ବାରମ୍ବାର ଆପଣ ଅଭ୍ୟାସ କରିବେ ବ୍ୟକ୍ତି କାର୍ଯ୍ୟ ସମ୍ପାଦନରେ ଯେଉଁ ପରିବର୍ତ୍ତନ ଲକ୍ଷ୍ୟ କରାଯାଏ ତାହା ହିଁ ହେଉଛି ଶିକ୍ଷଣ। ସେଟା କିଏ ଲେଖିଛନ୍ତି? ମାକ୍ଗିଭ୍ ଆଣ୍ଡ ଏରିୟନ୍। ମାକ୍ଗିଭ୍ ଆଣ୍ଡ ଏରିୟନ୍। ଏଇଟା ଟିକେ ଭଲ ଭାବରେ ଲେଖିଦିଅନ୍ତୁ ଖାତାରେ, ଯାହାଫଳରେ କି ଏଇଠୁ ଗୋଟେ କ୍ୱେଶ୍ଚନ୍ ସିଓର ପଡ଼େ। ଠିକ୍ ଅଛି, ଜାଣିପାରିଲେ? ନେକ୍ସଟ ଯିବା ଶିକ୍ଷଣରେ ବ୍ୟକ୍ତିଗତ ପ୍ରଭେଦ। କ'ଣ ବ୍ୟକ୍ତିଗତ ପ୍ରଭେଦ ଲେଖାଯିବ କୁହନ୍ତୁ ନା? ପିଲାମାନେ ବିଭିନ୍ନ ପ୍ରକାର ରହିଥାନ୍ତି, ତାଙ୍କର ଶରୀରର ରଙ୍ଗ ହେଉ ତା ମାନସିକ ଗୁଣାବଳୀ ହେଉ ସବୁ ଅଲଗା ଅଲଗା ରହିଥାଏ। ତ 1 ବାଇ ଆମେ 1 ପଢ଼ିବା କ'ଣ ପ୍ରଭେଦ ସବୁ ରହିଛି। ଫାର୍ଷ୍ଟଲି ଆମେ ଦେଖନ୍ତୁ ଅଛି ନା କ'ଣ ଶାରୀରିକ ଓ ଦୈହିକ ଗୁଣାବଳୀ।
ସେଥିରେ କ'ଣ ହେଇପାରେ ନା ଶରୀରର ରଙ୍ଗ ବିଭିନ୍ନ ପ୍ରକାର ହେଇପାରେ, ଶରୀରର ଗଠନ ବିଭିନ୍ନ ପ୍ରକାର ହେଇପାରେ, କେଶର ଆକୃତି ଏଗୁଡ଼ା ସବୁ ଅଲଗା ଅଲଗା ହେଇଥାଇପାରେ। ପରିପକ୍ୱତା ସମୟରେ ହାତ ମୁଠାର ଶକ୍ତି, ଯୁକ୍ତାକ୍ଷର ଲିଖନ, ମାଂସପେଶୀ ଅସ୍ଥି ଗଠନ ଇତ୍ୟାଦି ଭିନ୍ନ ଭିନ୍ନ ଶାରୀରିକ ଓ ଦୈହିକ ଗୁଣାବଳୀ କ୍ଷେତ୍ରରେ ବ୍ୟକ୍ତିଗତ ତାରତମ୍ୟ ଦେଖାଯାଇଥାଏ। ଏଗୁଡ଼ିକ ମଧ୍ୟରୁ କେତେକ ବ୍ୟକ୍ତିତ୍ୱ ଗଠନରେ ସହାୟକ ହୋଇଥିବା ବେଳେ ଆଉ କେତେକ ଶିକ୍ଷଣ କ୍ଷେତ୍ରରେ ବ୍ୟକ୍ତି କ'ଣ କରିପାରିବ ଓ କ'ଣ ନ କରିପାରିବ ତାହା ସୂଚାଇଥାଏ। ମୁଁ ଏଠାରେ ପୁରା ଲାଇନ୍ ବାଇ ଲାଇନ୍ ପଢ଼ିବାର ଅର୍ଥ ହେଉଛି ଏଇଠୁ ଗୋଟେ କ୍ୱେଶ୍ଚନ୍ ପଡ଼ିଥିଲା, ବୁଝିଲେ। ମାନେ ଅପସନ୍ ଥିଲା ଶାରୀରିକ ଦୈହିକ ଗୁଣାବଳୀର କେଉଁଟା ନୁହେଁ ବୋଲି ପଚାରିଥିଲା, କେଶର ଆକୃତି ନା ପରିପକ୍ୱତା, ଏଗୁଡ଼ାକ ଥିଲା ଗୋଟେ ନେଗେଟିଭ୍ ଥିଲା। ତେଣୁକରି ଏଗୁଡ଼ା ବି ପଡ଼ୁଛି, ତେଣୁକରି ଆପଣ କିଛି ବି ସ୍କିପ୍ କରିପାରିବେନି, ବୁଝିପାରିଲେ ନା। ତାହେଲେ ଦେଖନ୍ତୁ ଦୈହିକ ଗୁଣାବଳୀରେ କ'ଣ କ'ଣ ରହୁଛି, ଆଉ ଥରେ କହିଦେଉଛି। ଶାରୀରିକ ଗଠନ, ରଙ୍ଗ, କେଶର ଆକୃତି, ପରିପକ୍ୱତା ସମୟ, ହାତ ମୁଠାର ଶକ୍ତି, ଯୁକ୍ତାକ୍ଷର ଲିଖନ, ମାଂସପେଶୀ ଅସ୍ଥିର ଗଠନ ଏଗୁଡ଼ା ସବୁ କେଉଁଥିରେ ଯାଉଛି, ଶାରୀରିକ ଓ ଦୈହିକ ଗୁଣାବଳୀ। କେଉଁ ଭିତରୁ ପକାଇବ ଆପଣ ଜାଣି ବି ପାରିବେନି। ନେକ୍ସଟ ହେଉଛି ମାନସିକ ଗୁଣାବଳୀ। ମାନସିକ କହିଲା ମାନେ ମନ କଥା, ବା ସେଥିରେ କ'ଣ କ'ଣ ରହିଛି ନା ଆମର ଶିଶୁମାନଙ୍କର ମାନସିକ ସାମର୍ଥ୍ୟ, ବୌଦ୍ଧିକ ଦକ୍ଷତା, କୃତିତ୍ୱ ସ୍ତର, କଳ୍ପନା ଏଗୁଡ଼ା ସବୁ, ଚିନ୍ତା ଶକ୍ତି, ବୋଧ ଶକ୍ତି, ସ୍ମରଣ ଶକ୍ତି ଏଗୁଡ଼ା ସବୁ ରହିଛି କ'ଣ ମାନସିକ ଗୁଣାବଳୀ। ଏଥିରେ ମଧ୍ୟ ଆମେ ପିଲା ମଧ୍ୟରେ ବିଭିନ୍ନତା ବା ବିଭେଦତା ଦେଖିବାକୁ ପାଇଥାଉ। ଠିକ୍ ଅଛି। ନେକ୍ସଟ ହେଲା ବ୍ୟକ୍ତିତ୍ୱ ସମ୍ବନ୍ଧୀୟ ଗୁଣାବଳୀ। ଗୋଟେ ପିଲାର ବ୍ୟକ୍ତିତ୍ୱ, ସମସ୍ତଙ୍କ ପର୍ସନାଲିଟି ଗୋଟେ ଅଲଗା ରହିଛି, ହଁ କି ନାହିଁ। ଗୁଣାବଳୀ ବିଭେଦତା ଦେଖାଯାଇଥାଏ, ଯେମିତିକି ସାମାଜିକ ଉପଯୋଜନା, କେମିତି କିଏ ଆଡ଼ଜଷ୍ଟ କରୁଛି ସମାଜ ସହିତ, ଆବେଗିକ ଭାରସାମ୍ୟ ନିୟନ୍ତ୍ରଣ, ବ୍ୟକ୍ତିଗତ ସ୍ୱଭାବ, ଚରିତ୍ର, ଆବଶ୍ୟକତା, ଅଭିପ୍ରେରଣା, ମୂଲ୍ୟବୋଧ ଏଗୁଡ଼ା ସବୁର ତାରତମ୍ୟ ଆମେ ଦେଖିବାକୁ ପାଇଥାଉ। ନେକ୍ସଟ ଯିବା କ'ଣ, ବ୍ୟକ୍ତିଗତ ପ୍ରଭେଦ ଦୂର କରିବା ପାଇଁ ଶିକ୍ଷଣ ବ୍ୟବସ୍ଥା। ଆଚ୍ଛା, ଏଇ ଯେଉଁ ପ୍ରଭେଦ ସବୁ ରହିଛି, ପିଲା ମଧ୍ୟରେ ଯେଉଁ ପ୍ରଭେଦ ରହିଛି ତାକୁ ଦୂର କରିବା ପାଇଁ କ'ଣ କ'ଣ ଶିକ୍ଷଣ ବ୍ୟବସ୍ଥା ରହିଛି ସେ ବିଷୟରେ ଆମେ ଜାଣିବା। ଦେଖନ୍ତୁ, ପ୍ରତ୍ୟେକ ପିଲାର ଦକ୍ଷତା ସାମର୍ଥ୍ୟକୁ ନିରୂପଣ କରିବା। ହଁ, ଆମେ କେତେ କ'ଣ କିଏ ଜାଣିଛି, ତାଙ୍କ ଦକ୍ଷତା କେତେ ରହିଛି, ସାମର୍ଥ୍ୟ କେତେ ରହିଛି, ତାକୁ ପ୍ରଥମେ ନିରୂପଣ କରିବା ଏବଂ ସେମାନଙ୍କର ତାଙ୍କର ସ୍ଥିତି ମଧ୍ୟ ସେଥିରେ ଜାଣିପାରିବା ଏବଂ ତାକୁ ଉପଯୁକ୍ତ ଶିକ୍ଷଣ କାର୍ଯ୍ୟକ୍ରମ ତାଙ୍କ ପାଇଁ ସ୍ଥିର କରିବା। ବୁଝିପାରିଲେ। ତାହେଲେ ପ୍ରତ୍ୟେକ ପିଲାର ଦକ୍ଷତା ଓ ସାମର୍ଥ୍ୟକୁ ଆମେ ଫାର୍ଷ୍ଟ ନିରୂପଣ କରିବା। ଦେନ୍ କ'ଣ କରିବା ନା ସୁସ୍ଥ ପରିବେଶ ଏବଂ ଉପଯୁକ୍ତ ଶିକ୍ଷା ବ୍ୟବସ୍ଥା ପିଲାମାନଙ୍କୁ ଦେବା। କେବେ ଦେବା ନା ପ୍ରାକ୍ ବିଦ୍ୟାଳୟ, ମାନେ ଛୋଟରୁ ଦେବା ତାଙ୍କୁ ଆମେ, ହେଲା। ନର୍ସରୀ ସମୟରେ ଆମେ ତାକୁ ଦେବା, କି ପାଇଁ ନା ତାଙ୍କର ଗୁଣ ବଂଶ ଗୁଣ ରହିଥାଏ, ବିଭିନ୍ନ ପରିବେଶର ପ୍ରଭାବ ରହିଥାଏ, ସେମାନେ କ'ଣ ଶିଖିଛନ୍ତି କ'ଣ ନାହିଁ, ହେଲା। ଆଉ ପାଠପଢ଼ାଟି ସବୁବେଳେ ଶିଶୁ କେନ୍ଦ୍ରିକ ହେବା ଆବଶ୍ୟକ, ବୁଝିପାରିଲେ। ଚାଇଲ୍ଡ ସେଣ୍ଟର ହେବା ଦରକାର, ନା କି ଟିଚର ସେଣ୍ଟର ହେବ, ବୁଝିପାରିଲେ। ନେକ୍ସଟ ଯିବା ଆମେ ପିଲାମାନଙ୍କର ଜନ୍ମଗତ ପ୍ରତିଭା ଚିହ୍ନଟ। ଦେଖିବେ ଛୋଟ ପିଲାମାନେ ବହୁତ କିଛି ଜାଣିଥାନ୍ତି ଏବଂ ତାଙ୍କର ଲୁକାୟିତ ସବୁ ପ୍ରତିଭା ରହିଥାଏ। ତେଣୁ ସେଇ ପ୍ରତିଭାଟିକୁ ବାହାର କରିବା ପାଇଁ ଆପଣ ଚେଷ୍ଟା କରିବେ। କିଏ ଛୁଆକୁ ଚିତ୍ର କରିବା ପାଇଁ ବହୁତ ଭଲ ଲାଗେ, କିଏ ଛୁଆକୁ ଗୀତ ଗାଇବା ପାଇଁ ଭଲ ଲାଗେ, କାହାକୁ ଗପ କହିବା ପାଇଁ, କାହାକୁ କମେଡ଼ି କରିବା ପାଇଁ ଭଲ ଲାଗେ। ସେଇ ଲୁକାୟିତ ପ୍ରତିଭାକୁ ଆପଣ ବାହାର କରିବା ପାଇଁ ଚେଷ୍ଟା କରିବେ, ହେଲା, ଏବଂ ତାକୁ ଉପଯୁକ୍ତ ତାଲିମ ଦେବେ। ତାପରେ କ'ଣ ରହିଲା ନା ଧାରାବାହିକ ସୁବିଧା ସୁଯୋଗ ବ୍ୟବସ୍ଥା, ହେଲା। ପିଲାମାନଙ୍କର ଯେଉଁ ତାରତମ୍ୟ ଦେଖାଯାଉଛି ତାକୁ ହ୍ରାସ କରିବା ପାଇଁ ଧାରାବାହିକ ତାକୁ ସୁବିଧା ସୁଯୋଗ ଯୋଗାଇ ଦେବେ। ଗୋଟିଏ ଶ୍ରେଣୀରୁ ଆଉ ଗୋଟିଏ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେଲେ ବା ଗୋଟିଏ ବିଦ୍ୟାଳୟରୁ ଆଉ ଗୋଟିଏ ବିଦ୍ୟାଳୟକୁ ଚାଲିଗଲେ ମଧ୍ୟ ସେମାନଙ୍କ ଧାରାବାହିକ ଭାବେ ଆମେ ପ୍ରଶିକ୍ଷଣ ବ୍ୟବସ୍ଥା ତାଙ୍କୁ ଯୋଗାଇ ଦେବା, ବୁଝିପାରିଲେ। ନେକ୍ସଟ ଯିବା କ'ଣ ନା ବିଦ୍ୟାଳୟ ପାଇଁ ତାଲିମ ପ୍ରାପ୍ତ ଦକ୍ଷ ଶିକ୍ଷକ ନିଯୁକ୍ତି କରିବା। ନା ଯେଉଁ ଶିକ୍ଷକମାନେ ଜାଣିଥିବେ, ଆଜିକାଲି ଦେଖୁଛନ୍ତି ଶିକ୍ଷକ ନିଯୁକ୍ତିରେ ବହୁତ କିଛି କରାହେଉଛି, ହଁ କି ନାହିଁ। ପରୀକ୍ଷା ଉପରେ ପରୀକ୍ଷା କରାହେଉଛି। ଜଣେ ଫର୍ଷ୍ଟଲି +2 ପରେ ଛୁଆକୁ ସିଟି କରାଉଛନ୍ତି, ତାହା ଏଣ୍ଟ୍ରାନ୍ସ କରାଉଛନ୍ତି। ପୁଣି ଏଣ୍ଟ୍ରାନ୍ସ ହେଇସାରିଲା ପରେ ପୁଣି ସେମାନେ ସିଟି ପରୀକ୍ଷା ଦେଉଛନ୍ତି। ପରୀକ୍ଷା ଦେଇସାରିଲା ପରେ ପୁଣି OTET ପରୀକ୍ଷା ଦେଉଛନ୍ତି। ପୁଣି ତାଙ୍କ ଟିଚର ହେବା ପାଇଁ ଆହୁରି ଗୋଟେ ପରୀକ୍ଷା ଦେବା ପାଇଁ ପଡ଼ୁଛି। ମାନେ 4 ଥର 5 ଥର ପରୀକ୍ଷା କରିକି ମାନେ ସରକାର ନେଉଛନ୍ତି। ମାନେ ଜଣେ ଦକ୍ଷ ଶିକ୍ଷକ ବାଛୁଛନ୍ତି ସିଏ। ତ ସେହିପରି ଭାବରେ ଆମେ ଦକ୍ଷ ଶିକ୍ଷକ ବାଛିକି ପିଲାମାନଙ୍କୁ ପଢ଼ିବା ପାଇଁ ଦେବା। ତାରତମ୍ୟ ହ୍ରାସ କରିବା ପାଇଁ ବିଦ୍ୟାଳୟରେ ଦକ୍ଷ ଶିକ୍ଷକ ଏବଂ ତାଲିମ ପ୍ରାପ୍ତ ଶିକ୍ଷକ ନିଯୁକ୍ତି ପାଇବା ଆବଶ୍ୟକ। ନଚେତ୍
ପିଲାମାନଙ୍କ ପାଇଁ ଦରକାର ପଡ଼ୁଥିବା ଶିକ୍ଷଣ ବ୍ୟବସ୍ଥା ଠିକ୍ ଭାବରେ କାର୍ଯ୍ୟକାରୀ ହୋଇପାରିବ ନାହିଁ। ନେକ୍ସଟ ଯିବା କ'ଣ ନା ଯଥେଷ୍ଟ ପାଠ୍ୟ ଉପକରଣ ଆଉ ଯଥେଷ୍ଟ ସୁବିଧା ସୁଯୋଗ ଯୋଗାଇ ଦେବା। ପିଲାମାନଙ୍କୁ ପାଠ ଜନିତ ଉପକରଣ ନିଶ୍ଚିତ ଭାବେ ଯୋଗାଇ ଦେବା। ଫାଷ୍ଟଲି ତ ପାଠ୍ୟ ପୁସ୍ତକ ଆମେ ଧ୍ୟାନ ଦେବା ଯେ ସମସ୍ତଙ୍କୁ ପାଠ ବହି ମିଳିବା ଆବଶ୍ୟକ ଏବଂ କ'ଣ ତାଙ୍କ ପାଇଁ ଆଉ କିଛି ହେଇପାରେ ତାହା ମଧ୍ୟ ଯୋଗାଇ ଦେଲେ। ନେକ୍ସଟ ଉପକରଣ ଗୁଡ଼ା ଏକ୍ସଟ୍ରା ଯେଉଁ ରହିଛି ହେଲା ଏବଂ ପଛୁଆ ପିଲାମାନଙ୍କ ପାଇଁ ସରଳ ସହଜ ପାଠ୍ୟ ଉପକରଣ ସବୁ ଯୋଗାଇ ଦେବା। ଭିନ୍ନ ପିଲାମାନଙ୍କ ପାଇଁ କ'ଣ ନା ଶ୍ରେଣୀ ଗୃହରେ ଚୌକି ଟେବୁଲ ସ୍ୱତନ୍ତ୍ର ବ୍ୟବସ୍ଥା କରିଦେବା। ଏହା ଛଡ଼ା ପ୍ରତ୍ୟେକ ପିଲାଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ସୁଯୋଗ ଯୋଗାଇ ଦେବା ଏବଂ ବିଭିନ୍ନ ପ୍ରକାର ପାଠ୍ୟକ୍ରମ ଥିଲେ ସେମାନେ ଶିକ୍ଷଣ ସହଜ ହୋଇପାରିବ ଏବଂ ସରଳ ହୋଇପାରିବ। ଠିକ୍ ଅଛି। ନେକ୍ସଟ କ'ଣ ଦେଇଛି ଦେଖନ୍ତୁ ନିମ୍ନ ସାମାଜିକ ପରିବେଶ ଓ ଅବହେଳିତ ପିଲାଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ସୁଯୋଗ ଯୋଗାଇ ଦେବା। ଯେଉଁଟାକି ନିମ୍ନ ସାମାଜିକ ପିଲା ଥାନ୍ତି ବା ଅର୍ଥନୈତିକ କ୍ଷେତ୍ରରେ ମଧ୍ୟ ଅବହେଳିତ ରହିଥାନ୍ତି ସେମାନଙ୍କୁ ଶିକ୍ଷଣ ପାଇଁ ଯେଉଁ ପୂର୍ବ ଅନୁଭୂତି ଥାଏ ତାହା ଯଥେଷ୍ଟ ପରିମାଣରେ ନଥାଏ। ତେଣୁକରି ଆମେ କ'ଣ କରିବା ତାଙ୍କ ଉପରେ ଗୁରୁତ୍ୱ ଯଥେଷ୍ଟ ଭାବରେ ଦେବା କାରଣ ତାକୁ ଗୁରୁତ୍ୱ ଦିଆଯାଇନଥାଏ ଏବଂ ତାଙ୍କ ପାଇଁ କ'ଣ କରିବା ନା ନିଦାନମୂଳକ ଶିକ୍ଷା ଦେବା, ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରିବା, ବୃତ୍ତିର ବ୍ୟବସ୍ଥା କରିବା, ବୃତ୍ତି ପାଠ୍ୟପୁସ୍ତକର ବ୍ୟବସ୍ଥା କରିବା, ପୋଷାକ ଭତ୍ତା ଆଦିର ବ୍ୟବସ୍ଥା ଆମେ କରିବା। ଦେନ୍ କ'ଣ ପଛୁଆ ଓ ମାନ୍ଦା ପିଲାଙ୍କ ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଓ ସାହାଯ୍ୟ ଯୋଗାଇ ଦେବା ହେଲା। ପଛୁଆ ପିଲାମାନଙ୍କ ପାଇଁ କ'ଣ କରିବେ ଆପଣ ସହଜ ଭାଷାରେ ବୁଝେଇବେ, ସରଳ ଆନନ୍ଦରେ ପଢ଼େଇବେ, ଆଗ୍ରହ ସହକାରେ ପଢ଼େଇବେ ଯାହାଫଳରେ କି ପିଲାକୁ ସ୍କୁଲ ଆସିବା ପାଇଁ କଷ୍ଟ ହେବ ନାହିଁ ଏବଂ ସେ ଆଗ୍ରହୀ ହୋଇପାରିବ। ଆଉ କ'ଣ ଲେଖା ହେଇଛି ଦେଖନ୍ତୁ ନିଜସ୍ୱ ବେଗରେ ଶିଖିବା ବ୍ୟବସ୍ଥା। ନିଜସ୍ୱ ବେଗରେ ମାନେ କ'ଣ ପ୍ରତ୍ୟେକ ପିଲାଙ୍କର ନିଜସ୍ୱ ବେଗ ରହିଥାଏ ଯେଉଁଥିରେ କି କିଏ ଛୁଆ ହେଉଛି ଶୀଘ୍ର କ୍ୟାପଚର କରେ କିଏ ଛୁଆକୁ ତାକୁ ଟାଇମ୍ ଲାଗେ। ତେଣୁକରି ଆପଣ ଦେଖିବେ ପ୍ରଥମେ ତ ଆପଣ ପିଲାଙ୍କୁ ଜାଣିବା ପାଇଁ ଚେଷ୍ଟା କରିବେ ସେ କେତେ ଶୀଘ୍ର ଶିଖୁଛି କେତେ କ'ଣ କରୁଛି ହେଲା ସେହି ଅନୁସାରେ ଆପଣ ତାକୁ ପଢ଼େଇବେ। ଠିକ୍ ଅଛି। ଆଜିର ସେସନଟି ଏତିକିରେ ସମାପ୍ତ ହେଲା। ଯଦି ଆପଣଙ୍କୁ ଭଲ ଲାଗିଲା ଲାଇକ୍ ସେୟାର କରିବା ପାଇଁ ଜମାରୁ ଭୁଲିବେନି। ନେକ୍ସଟ ସେସନରେ ଆପଣଙ୍କ ସହିତ ଦେଖା ହେବ। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ।